जय श्री कृष्ण। एकली जुगरे अल्पायुष मनुष्यों पाई केवल भागवत पठन श्रवण ही मुक्तिर एकमात्र आश्रय। भाव भक्तिर सह श्रवण द्वारा आस्ते आस्ते वैराग्य प्राप्त होई ज्ञान उदय होइथाए। एहाकु भावर सह नित्य श्रवण द्वारा परम पद मोक्ष प्राप्त हुए। एणु परम शास्त्र भागवत अभ्यास करुथिबा नित्य। नमामि नमामि महा ग्रंथ भागवत कृष्ण रसे रसाणित रसपूर्ण गीत। नमामि नमामि कृष्ण गोविंदाय नमः। उद्धवंकु देल पुण्य भागवत धर्म तत्वपूर्ण अर्थपूर्ण जीवनर वेद। अभ्यास मात्र के कटी जीव अवसाद। परम मंगलमय भागवत वाणी जीव तरी जीव शुणी भवतरंगिणी। नमामि नमामि व्यास विष्णु अवतार जन कल्याण करिल भागवत सार। वेद पुराण रु सर्व सारको साउटी भागवते देइअछ माळ परि गुंथि। नमामि नमामि आहे दास जगन्नाथ प्राकृत छंदे बांधिल श्रीमद्भागवत। नमामि सुत सौनक मैत्रेय विज्ञ नैमिषारण्ये करिल भागवत यज्ञ। नम नम परीक्षित राजर्षि विज्ञानी भागवत शुणाइले सुख ब्रह्म ज्ञानी। नमामि नमामि ब्रह्मा विष्णु महेश्वर नमामि देवसी नम भकत विदुर। परम शास्त्र प्राणीक निस्तारण पथ नमामि नमामि शास्त्र श्रीमद्भागवत। आज पंचम स्कंध आरंभ। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानंद माधवम। प्रथम अध्याय। परम पुरुष गोविंद ताहांक चरणार बिंद तहु गलई मकरंद ताहा जे पिबंती आनंद। ताहांक चरणे बंदई पंचम स्कंधे गीत गाई। परीक्षित वाच भोमुनि किंपा प्रिय व्रत से आत्माराम भागवत। गृहे रमिला तांक मन प्रारब्धि कर्म रे बंधन। निश्चय मुक्त संग जेहु एमंत प्राणी माने केहु। किंपाए गृहे मन रहे
ଭୂମୁନି ଫେଡ଼ିବା ସଂଶୟେ ନିଶ୍ଚୟ ତବ ଲୋକଙ୍କର ଉତ୍ତମ ଶ୍ଲୋକ ଯେ ଭାଷାର ନିବୃତ ଚିତ୍ତ ଯେ ହୁଅଇ ସେ କିମ୍ପା ବ୍ୟର୍ଥ ଆଚରଇ ଏମତେ ସଂଶୟ ବହୁତ ଯେ ପ୍ରାଣୀ ଗୃହ ମୋହେ ଚିତ୍ତ ତାମତି ବିଷ୍ଣୁ ବିଷୟରେ ହୋଇଲା କେମନ୍ତେ ସଂସାରେ ଶ୍ରୀ ଶୁକବାଚ ନିଶ୍ଚୟ କହିବା ତା ଶୁଣ ଧନ୍ୟ ଜୀବନ ତୋରା ଜନ ଉତ୍ତମ ଶ୍ଲୋକ ଯେ ଗୋବିନ୍ଦ ତାହାଙ୍କ ଚରଣାର ବିନ୍ଦ ତହୁଁ ଅମିୟ ରସ ବହେ ତାହା ଯେ ପ୍ରାଣୀ ନିତ୍ୟ ପିଏ ଭକତ ସାଧୁ ସେ ହୁଜନ ପରମହଂସ ଦିବ୍ୟ ଜ୍ଞାନ ତାହାର ବିଷ୍ଣୁ କଥା ବିନେ କେବେ ହେ ଆନ ନୁହେଁ ମନେ ଅନ୍ୟ ଯେ ଗୁଣ କଥା ମାନ ଇଚ୍ଛା ନ କରନ୍ତି ଯେ ଜନ ଯେଣୁ ଏ ନୃପ ପ୍ରିୟ ବ୍ରତ ଗୁଣରେ ହୋଇଲା ପୂଜିତ ମୁନି ପରମ ଭାଗବତ ନାରଦ ଲୋକରେ ବିଖ୍ୟାତ ସେ ମୁନି ଚରଣ ସେବାରେ ସର୍ବକଳମସ ଗଲା ଦୂରେ ତକ୍ଷଣେ ସତ୍ୟ ଗୁଣ ବହି ବ୍ରହ୍ମ ମନ୍ତ୍ରରେ ଦୀକ୍ଷା ପାଇ ପିତାର ଆଜ୍ଞା ପାଳି କରି ଅବନି ପାଳନେ ବିଚାରି ଉତ୍ତମ ସତ ଗୁଣ ତାର ପ୍ରଜା ପାଳନେ ନୃପବର ଅଖିଳ ଲୋକଙ୍କ ଜୀବନ ଅନାଦିନାଥ ନାରାୟଣ ତାହାଙ୍କ ଚରଣାର ବିନ୍ଦେ ଚିତ୍ତ ନିବେଶୀ ଅପ୍ରମାଦେ ପ୍ରବର୍ତ୍ତି ସଂସାର ବ୍ୟବହାର ମନକୁ ତହୁଁ କଲା ଦୂର ନିଚଲ କର ପରାଭବ ସହିଲା ଆପଣା ସ୍ୱଭାବ ଏଥୁ ଅନ୍ତରେ ଭଗବାନ ଦେବଙ୍କ ଆଦି ଯେ କାରଣ ରାଜାର ମନ ଗୁଣ ଘେନି ଜନ କୁଶଳେ ଆତ୍ମଜୋନି ନିଗମ ନିଜ ଗୁଣେ ଥୋଇ ଭୁବନ ଅଇଲେ ଗୋସାଇଁ ଗଗନ ତଳେ ଚନ୍ଦ୍ର ଯେହ୍ନେ ବିରାଜମାନ ତାରା ଗଣେ ଅପୂର୍ବ ଶୋଭାକୁ ବିସ୍ତାରି ବିଜୟ ପ୍ରଭୁ ନରହରି ନିର୍ମଳ ପୂଜା ଉପହାରେ ପୂଜିଲେ ତାହାଙ୍କୁ ବେଦରେ ପଛରେ ଯୁଥ ଯୁଥ ହୋଇ ସିଦ୍ଧ ଗନ୍ଧର୍ବେ ଗୀତ ଗାଇ ବାରଣ ମୁନିଙ୍କ ସହିତେ ଗମନ କଲେ ଯେ ସମସ୍ତେ ଗନ୍ଧମାର୍ଦ୍ଦନ ଗିରି ତଳେ ସଭା କରାଇ ବିଜେ କଲେ ବୃଷବାହନେ ପଞ୍ଚାନନ ହିରଣ୍ୟ ଗର୍ଭ ଜନାର୍ଦ୍ଦନ ସେଠାରେ ଥାଇଣ ନାରଦ ବନ୍ଦିଲେ ପିତାମହ ପାଦ ତକ୍ଷଣେ ଉଠି ମୁନି ବର ସାନନ୍ଦେ ଯୋଡ଼ିବେନି କର ପିତାମହଙ୍କୁ ସେ ବନ୍ଦିଲା ଚରଣେ ଶିର ଲଗାଇଲା ପ୍ରିୟ ବ୍ରତର ପୂଜା ଘେନି କୋମଳ ବାକ୍ୟେ ପଦ୍ମ ଯୋନି ବିସ୍ମୟେ ଚାହିଁ ବେଦବର ରାଜାଙ୍କୁ କହନ୍ତି ଉତ୍ତର
ବ୍ରହ୍ମବାଚ ହେ ପ୍ରିୟ ବ୍ରତ କହୁଁ ତୋତେ କ୍ରୋଧ ନ କର ତୋର ଚିତ୍ତେ ଆମ୍ଭେ ନାରଦ ଆଦି ଯେତେ ଯାହାର ଭାଗ୍ୟ ଚିନ୍ତେ ଚିତ୍ତେ ତପସ୍ୟା ବିଦ୍ୟା ଯୋଗ କରି ପଣ୍ଡିତ ପଣେ ଯେ ଆଚରି ନୁହଁ ଧର୍ମରେ ତତ୍ପର କର୍ମ ନାଶନେ ଅଧିକାର ଜନ୍ମ ମରଣେ କର୍ମ କହି ଜୀବନ ଶରୀର ଯେ ଦେହି ଶୋକ ମୋହକୁ ନିତ୍ୟ ପାଇ ପୁଣି ଯେ ଦୁଃଖକୁ ଭୁଞ୍ଜଇ ଯାହାର ବାକ୍ୟ ଗୁଣମାନ ହେ ବତ୍ସ ଦୁସ୍ତର ଏ କର୍ମ ଦ୍ୱିପାଦ ଚତୁଷ୍ପଦ ଯେତେ ସର୍ବେ ବନ୍ଧନ ମୋହ ଗତେ ଦୁଃଖ ସୁଖ ଗୁଣ କର୍ମରେ ଏମାନ ଘେନି ସଙ୍ଗତରେ ଈଶ୍ୱର ସୃଷ୍ଟିର କରତା ସକଳେ ତାହାଙ୍କୁ ସେବନ୍ତା ସେ ଯେ ଈଶ୍ୱର ବସ ଦେହି ଅନ୍ଧର ପ୍ରାୟ ଭ୍ରମୁ ଥାଇ ଦେଖୁ ଦେଖୁ ସେ ଭ୍ରମୁ ଥାଇ ଏକଥା ପ୍ରାଣୀ ନ ଜାଣଇ ନିଦ୍ରାକୁ ପାଇ ଯେହ୍ନେ ନରେ ଅନ୍ୟ ଦେହରେ ଭୋଗ କରେ ଗୃହସ୍ଥ ପ୍ରାଣୀ ମାନଙ୍କର କେବେ ହେଁ ଭୟ ନୁହେଁ ଦୂର ଲୋଭାଦି ମାନଙ୍କରେ ଯୁକ୍ତ ତେଣୁ ହୁଅନ୍ତି ଅବିରତ ଯେ ବୁଦ୍ଧି ଜିଣେ ଇନ୍ଦ୍ରୀ ମାନ ତାହାକୁ ହିତ ଗୃହ କର୍ମ ନାଶନ କରଇ ତାହାରେ ଯେଣୁ ଏ ରମେ ଗୃହାନ୍ତରେ ଏ ଆଦି ଜାଣେ ଯେ ଭାଜନ ଗୃହେ ନ ରହେ ତାର ମନ ଏହାକୁ ଜାଣି ବୁଦ୍ଧ ନରେ ଆନନ୍ଦେ ଭ୍ରମନ୍ତି ସଂସାରେ ଯେ ପଦ୍ମନାଭ ସଦାଶ୍ରିତ ସର୍ବ ସଂସାର ସେହି ମୁକ୍ତ ସଂସାର ସାରକୁ ଭଜଇ ଅନ୍ତେ ପରମ ଗତି ପାଇ ଏମନ୍ତେ ତ୍ରିଭୁବନ ଗୁରୁ ଭକ୍ତଙ୍କ ପ୍ରଭୁ ମହାମେରୁ ନାମ ତ ଭଗବାନ ଦାସ ସ୍ୱକାର୍ଯ୍ୟ କରେ ସେ ବିଶ୍ୱାସ ନାରଦ ରାଇ ପ୍ରିୟ ବ୍ରତେ ପୁଛିଲେ ଧର୍ମ କଥା ଯେତେ ନାରଦ ବାକ୍ୟେ ମନ ଦେଇ ମନୁ ଆତ୍ମଜ ବିଚାରଇ ବିଷୟା ରସକୁ ସେ ତେଜି ରହେ ସାତ୍ୱିକ ମତେ ଭଜି ହେତୁ ଅନ୍ତରେ ପୃଥିବୀରେ ନିଯୁକ୍ତ ହୋଇଲା କୁମରେ ଅଖିଳ ଜଗତ ବନ୍ଧନ ନିବେଶୀ ଭଗବାନ ମନ ଆଦି ପୁରୁଷ ପଦେ ଧ୍ୟାଇ ମନ ନିବେଶୀ ନିତ୍ୟ ତହିଁ ପୃଥିବୀ ପରିପାଳନରେ ଚିତ୍ତ ନିବେଶୀ ନିରନ୍ତରେ ସେ ବିଶ୍ୱକର୍ମା ପ୍ରଜାପତି ତାର ଦୁହିତା ବହିଷ୍ପତି ଏଥି ଉତ୍ତାରେ ମହିପତେ ବିଭା ହୋଇଲା ଯଥୋଚିତେ ଦଶ ଆତ୍ମଜ ତାର ତହିଁ ଜନ୍ମିଲେ ଯଥା ଗୁଣ ବହି ଜନ୍ମ ହୋଇଲେ କନ୍ୟା ଦୁଇ ପୁତ୍ରଙ୍କ ନାମ ଶୁଣ ତୁହି ଅଗ୍ନିଧ୍ର ଇନ୍ଦ୍ର ଜିହ୍ୱାବଳି ହିରଣ୍ୟରେ ତା ମହାବଳି ଯଜ୍ଞ ବାହୁ ଯେ ମହାବୀର
মেধাতিথি যে সবনর, ঘৃত পৃষ্ঠ যে বিতিহোত্র, কবি সহিতে 10 পুত্র। ଏ 10 ନାମ ପୁତ୍ରଙ୍କର, ଏଥିର ମଧ୍ୟ ଯେ ବାସାର। ବନ କବି ଯେ ମହାବୀର, ଊର୍ଦ୍ଧ୍ୱରେ ତା ଯେ ମଧ୍ୟର। ବାଲ୍ୟକାଳରୁ ଏହି ମାନେ, ଶ୍ରେଷ୍ଠ ଆଧ୍ୟାତ୍ମ ଦିବ୍ୟ ଜ୍ଞାନେ। ପରମହଂସ ଦୀକ୍ଷା ଧରି, সকল চেষ্টা পরিহরি। সর্বজীবনে কৃপা বহে, ভগবানরে চিত্ত থায়ে। ভৃত্য আরত প্রাণীଙ୍କର, শরণ রক্ষণ শ্রীধର। ସେ ପାଦ ପଦ୍ମ ଆଶ୍ରୟରୁ, ନିରତେ ନାମ କୀର୍ତ୍ତନରୁ। ପରମ ଭକ୍ତି ପ୍ରଭାବରେ, ଦୟା ବହିଲେ ପ୍ରାଣୀ ଠାରେ। ଭାବେ ନିର୍ମଳ ଚିତ୍ତ ହୋଇ, ସର୍ବଭୂତରେ ଆତ୍ମା ସେହି। ସେ ପ୍ରଭୁ ପଙ୍କଜ ଚରଣେ, ରତ ଭକତ ଦାସ ପଣେ। ଦ୍ୱିତୀୟ ପତ୍ନୀ ଗର୍ଭେ ତାର, ହେଲେ ସେ 3ଟି କୁମାର। ଉତ୍ତମ ତାମସ ରୈବତ, ମନରେ ହୋଇଲେ ଅଧୀତ। ଏମନ୍ତେ ପୁତ୍ର ମାନ ଘେନି, ଚିରକାଳେ ସେ ରାଜା ପୁଣି। ପୁରୁଷାର୍ଥର ଆଶ୍ରା ନେଲେ, ପୃଥିବୀ ନିଷ୍କଣ୍ଟକ କଲେ। ଧର୍ମପଣକୁ ନ ଆଚରେ, ରାଜର ପତ୍ନୀ ବିଷୟରେ। ପ୍ରତିଦିନରେ ସ୍ନେହ ଭରେ, ବିହରେ ସେ ଯେ ନୃପବରେ। ଯାହାର ନବୀନ ଯୌବନେ, ମନ୍ଦହାସ ଅବଲୋକନେ। ଆବେଶ ହୋଇ ଦଣ୍ଡଧାରୀ, ନାରୀ ସ୍ୱଭାବେ ବଶକାରୀ। ମେରୁକୁ ସୂର୍ଯ୍ୟାଲୋକ ପ୍ରାୟେ, ରାଜାର ତେଜ ବୀର୍ଯ୍ୟ ଦେହେ। ତେଜେ ସୂର୍ଯ୍ୟ ତେଜ ରହିତ, ତପସ୍ୟା ବଳୁ ପ୍ରିୟ ବ୍ରତ। ପ୍ରତାପ ଦେଖାଇବା ଅର୍ଥେ, ଆରୋହୀ ଜ୍ୟୋତିର୍ମୟ ରଥେ। ରଜନୀ ଦିବସେ ଭ୍ରମଇ, ଦ୍ୱିତୀୟ ସୂର୍ଯ୍ୟ ପ୍ରାୟ ହୋଇ। ଏମନ୍ତ ଦେଖି ରାଜା ବ୍ରତ, ମନ ମିଳିଲେ ରାଜାଗ୍ରତ। ଏତୁମ୍ଭ ଅଧିକାର ନାହିଁ, ନିଷେଧ କଲେ ରାଜା ତହିଁ। ସେ ରାଜା ରଥର ଚକ୍ରର, ହୋଇଲା ଯେତେକ ବିସ୍ତାର। ତେଣୁ 7 ସିନ୍ଧୁ ହୋଇଲା, ପୃଥିବୀ 7 ଭାଗ କଲା। ଶାକ ଶାଳ୍ମଳୀ ଜମ୍ବୁ ପ୍ଳକ୍ଷ, କୁଶ ପୁଷ୍କର ଆଦି କ୍ରଞ୍ଚ। ଏପରି 7 ଭାଗ ହେଲା, ସେ ରାଜା ଆନନ୍ଦେ ବୁଡ଼ିଲା। ଆନନ୍ଦ ମନ ଦଣ୍ଡ ଧାରି, ଏହା ସେ କର୍ମରେ ବିଚାରି। ପୁତ୍ରଙ୍କୁ ଅନୁଗ୍ରହ କଲେ, ଯଥା ବିଭାଗ କରିଦେଲେ। ଦୁହିତା ଉର୍ଜସ୍ୱତୀ ନାମ, ତାହାକୁ କଲେ ଶୁକ୍ରଦାନ। ତାହାର ଗର୍ଭେ ଦେବ ଜାନି, ଜନ୍ମ ହୋଇଲା ଏ ଧରଣୀ। ଏଥୁ ଅନ୍ତରେ ରାଜା ଚିତେ, ସୁନିନ୍ଦା କଲା ସେ ବହୁତେ। କୁସଙ୍ଗେ ଆସକ୍ତ ସେ ହେଲା,
ବଡ଼ ସାଧୁପଣ କଲା। ଏଣୁ ଇନ୍ଦ୍ରିୟ ବଶ ହୋଇ ଅବିଦ୍ୟା ବିଷୟରେ ମୋହି। ଏଣୁ ଏ ଧିକ ମୋ ଜୀବନ ବିଶ୍ୱାସ ମନରେ ପ୍ରସନ୍ନ। ଇଷ୍ଟ ଦେବତା ପ୍ରସନ୍ନରେ କ୍ରୋଧ ଜନ୍ମିଲା ରାଜା ଠାରେ। ବିଷୟ ଚେଷ୍ଟା ସେ ଛାଡ଼ିଲା ଇନ୍ଦ୍ରିୟ ମାନ ନିରୋଧିଲା। ରାଜା ସମ୍ପଦ ନଇଥିଲେ ଯଥା ବିଭାଗେ ପୁତ୍ରେ ଦେଲେ। ସପତ୍ନୀ ତେଜେ ମୃତ ପ୍ରାୟେ ମୃତ ହେଲା ଶରୀର ମଏ। ମହାନ୍ତ ଭାଗ ଭଗବାନ ନାରଦ ବ୍ରହ୍ମାର ନନ୍ଦନ। ତାହାଙ୍କ ପଥ ଆଶ୍ରୟ କଲା ନିଶ୍ଚୟ ନିବୃତ୍ତ ହୋଇଲା। ଯେଉଁ ରାଜାର ଏତେ କୃତ୍ୟ ଗାୟନ କରନ୍ତି ଜଗତ। ପ୍ରିୟବ୍ରତର କଲା କର୍ମ ଏହାକେ କରିବାକୁ କ୍ଷମ। ଏହାର ରଥ ଚକ୍ର ମାର୍ଗେ ସାତ ସମୁଦ୍ର ମହି ଭାଗେ। ଭାଗ ବିଭାଗ ମହି କରି ଦିଗ ଉପଦିଗ ବିଚାରି। ଯେ କଲା ମନୁର କୁମର ପୃଥିବୀ ମଧ୍ୟେ ଅଗୋଚର। ସେ ପ୍ରିୟ ବ୍ରତର ମହିମା ତୈଲୋକେ କେ ଦେବ ଉପମା। ପ୍ରିୟ ଅଖିଳ ଲୋକଙ୍କର ମହିମା ନୃପବର। ପ୍ରିୟ ବ୍ରତ ରାଜା ଚରିତ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ପ୍ରିୟବ୍ରତ ରାଜା ଚରିତେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ଶ୍ରୀ ଶୁକ ଉବାଚ ଏମନ୍ତେ ପିତାର ଅନ୍ତରେ ପିତାର ଆଜ୍ଞା ଘେନି ଶିରେ। ଜମ୍ବୁଦ୍ୱୀପର ପ୍ରଜାଜନ ଅଗ୍ନିଧ୍ର କରଇ ପାଳନ। ଏମନ୍ତେ କେତେ ଦିନ ଗଲା ଅଗ୍ନିଧ୍ର ମନେ ବିଚାରିଲା। ସନ୍ତୋଷେ ପିତୃଲୋକଙ୍କର ଏମନ୍ତେ ହୋଇଲା ବାହାର। ଏମନ୍ତ ମନେ ବିଚାରିଲା ମନ୍ଦରଗିରିରେ ମିଳିଲା। ସୁରବନିତା କ୍ରୀଡ଼ା ସ୍ଥାନେ ତହିଁର ନିଗମ ଯେ ବନେ। ସଂସାର କର୍ମକୁ ଯେ ଧ୍ୟାଇ ବସିଲା ସ୍ଥିର ମନ ହୋଇ। ତାହା ଜାଣିଲେ ଭଗବାନ ଯେ ପ୍ରଭୁ ସୃଷ୍ଟିର କାରଣ। ଅତି ସୁନ୍ଦରୀ ଅପସରୀ ପୂର୍ବଚିତି ନାମ ତାହାରି। ତାହାର ଉପବନ ଲାଗେ ମିଳିଲା ଅପସରୀ ବେଗେ। ଅତି ମଞ୍ଜୁଳ ମନୋହାରୀ ବିବିଧ ବିଟ ପିଆଚରି। ଘନ କାନନ ଲତାମାନ ଅଛନ୍ତି ନାନା ପକ୍ଷୀଗଣ। କର୍ଣ୍ଣାଭିରାମ ଧ୍ୱନି ମାନେ କରନ୍ତି ହରଷିତ ମନେ। ସ୍ୱଚ୍ଛ ନିର୍ମଳ ସ୍ୱାଦୁ ବାରି ବିବିଧ ଜଳାଶୟ ପୁରୀ। କୁକୁଟ କାରଣ୍ଡକ ହଂସ କରନ୍ତି ଋତୁରେ ବିଳାସ। କାନନେ ନାନା ପୁଷ୍ପସାର ପଦ୍ମପୁରିତ ସରୋବର। ମଧୁପବନ ବହେ ନିତେ ତା ଦେଖି କନ୍ୟା ତ ସଚିତେ। କରଇ ଲଳିତେ ଗାୟନ
ବିନ୍ୟାସେ ପାଦ ଗତିମାନ, ଚରଣେ ନୂପୁର ତାହାର, ଧ୍ୱନି ଉଠଇ ନିରନ୍ତର। ଅତି ମଞ୍ଜୁଳ ତାହା ଶୁଣି, ନୃପକୁମାର ଶିରୋମଣି। ସମାଧି ଯୋଗରୁ ତାହାର, ନୟନ କମଳ ଯୁଗଳ। ଇସିତେ ବିକଶିତ ହେଲା, ମଧୁ ମଧୁରେ ସେ ହସିଲା। ନିକଟେ ତାର ମୁଖ ଦେଖି, ପିଛାଡ଼ି ନ ପାରଇ ଆଖି। ଭ୍ରମର ପତ୍ନୀ ସେ ଯେ ସନ, ପୁଷ୍ପ ଲୋଡ଼ଇ ବନେ ବନ। ଦେବତା ଆଦି କରି ଯେତେ, ଉଲ୍ଲାସ ହୁଅନ୍ତି ଜଗତେ। ବିହାର ଅବଲୋକନରେ, ଶରୀର ବଚନ ମଧୁରେ। ପ୍ରାଣୀର ମନକୁ ସେ ନେଇ, ଅନଙ୍ଗେ ଅସ୍ଥିର କରାଇ। ସେ ଯେତେବେଳେ ବାକ୍ୟ କହି, ବଦନ ସୁଗନ୍ଧ ଆସଇ। ତେଣୁ ଲୁବ୍ଧକ ଭୃଙ୍ଗଗଣ, ଭ୍ରମନ୍ତି ତାର ସନ୍ନିଧେଣ। ଯେଣୁ ନ ପାରେ ବେଗେ ଯାଇ, ପବନେ ବସନ ଚଳଇ। ତା ଦେଖି ନୃପତି ନନ୍ଦନ, ହୋଇଲା ଅନଙ୍ଗେ ବନ୍ଧନ। ଜଡ଼ର ପ୍ରାୟ ସେ ହୋଇଲା, କାହୁଁ ତୁ ଅଇଲୁ ବୋଇଲା। ବନ ଦେବତା ମାୟା କରି, ବନେ ଖେଳିବ ବନ ହେରି। କାମର ଅସ୍ତ୍ର ମାନ ଯୋଖି, କି ଅର୍ଥେ ବୁଲୁ ତୁ ମୃଗାକ୍ଷୀ। ମୋ ଆଗେ କହ ତୁ ବଚନ, ମୃଗକୁ ଲୋଡ଼ୁ କି କାରଣ। ତୋ ବେନି କମଳ ଲୋଚନ, ନିଶ୍ଚୟ ଅନଙ୍ଗର ବାଣ। କାହାକୁ ବିନ୍ଧିବୁ ସୁନ୍ଦରୀ, କହ ତୁ ମାୟା ଦୂର କରି। ଯେଉଁ ଲୋକରେ ଦୟା କରି, ଅନଙ୍ଗ ନଳେ ନ ମାରି। ଚରଣ ପଙ୍କଜେ ତୋହର, ମଧୁର ବାଜଇ ନୂପୁର। ଶରୀର ପୁଲକ ତୋହର, ଉତ୍ପଳ ଘନ କୁଚ ଭାର। କିୟ ବା ଚକ୍ର ବା କବେନି, ଶରୀରେ ବହିଛୁ କାମିନୀ। ମଧ୍ୟ ଭାଗ ଯେ ଜାଣ ତୋର, ଅଟଇ ଅତି ମନୋହର। ତହିଁ ମନୟନ ଯୁଗଳ, ଆଶ୍ରୟ କଲା କ ନିଶ୍ଚଳ। ଏ ମୋର ତପୋବନ ଭୂମି, ଅତି ସୁନ୍ଦର କଲୁ ପୁଣି। ଯାହାର ନୟନ ଗୋଚର, ହୋଇବ ରୂପ ଗୁଣ ତୋର। ଅନଙ୍ଗ ବଶ ହୋଇ ସେ କି, ରହିବ ଏମନ୍ତ ହୋଇକି। ଅଦ୍ଭୁତ ସୁଧାର ସସାର, ଆନନ୍ଦ କରଇ ଅଧର। ସୁରଙ୍ଗ ଦିଶଇ ତାହାର, କିୟ ବା ଦେବା ପଟାନ୍ତର। ବିଷ୍ଣୁ କଳାକୁ ତୁ କି ଧରି, ମର୍ତ୍ତ୍ୟକୁ ଅଇଲୁ ସୁନ୍ଦରୀ। ମକର କୁଣ୍ଡଳ ତୋ କର୍ଣ୍ଣେ, ଚଞ୍ଚଳ ମୀନକି ନୟନେ। ଏ ତୋର ଦନ୍ତ ପନ୍ତି ଦୁଇ, ଡାଳିମ୍ବ ମଞ୍ଜିକୁ ଗଞ୍ଜଇ। ଏ ବନ ସରୋବରେ ମୁହିଁ, କଷ୍ଟେ ତପସ୍ୟା ଆଚରଇ। ତପସ୍ୟା ପୂର୍ଣ୍ଣ ହେଲା ମୋର, ଯେଣୁ ତୁ ନୟନ ଗୋଚର। କିବା ପ୍ରଭୁଙ୍କ ପ୍ରସନ୍ନରେ, ସୁନ୍ଦରୀ ମିଳିଲୁ ମୁହଁରେ।
ପ୍ରସନ୍ନ ହୁଅ ମୋତେ ତୋହି ମିତ୍ର ଭାବରେ ମୁଁ ଭଜଇ ତୋତେ ତ ନ ଜାଣଇ ମୁହିଁ ବ୍ରହ୍ମା କି ଦେଲେ ପଠିଆଇ ତୋ ରୂପ ଦେଖି ମୋର ମନ ରହିଲା ନିଶ୍ଚଳ ନୟନ ହେ ପିନସ୍ତନା ଶୁଭ୍ର କେଶୀ ତୁ ମୋତେ ଭଜ ଗୋବିଶେଷୀ ବ୍ରତ ମୋହର ତୋର ପାଇଁ ସୁଫଳ ହୋଇଲା କସହି ସୁଫଳ କର ସଖୀ ଏହା ସ୍ୱଭାବେ ତୁହି ପୁଣ୍ୟ ଦେହା ଏମନ୍ତେ ସେହି ନୃପମଣି କହି ବିବିଧ ଚାଟବାଣୀ ମଧୁର କୋମଳ ବଚନ କହି ହରିଲା କନ୍ୟା ମନ ନୃପକୁମର ରୂପ ଗୁଣ ବିଦ୍ୟା ଯୌବନ ସୁରପଣ ଏମନ୍ତ ଗୁଣେ କନ୍ୟା ମନ ତକ୍ଷଣେ ହୋଇଲା ବନ୍ଧନ ଅଗ୍ନିଧ୍ର ସହିତେ ସୁନ୍ଦରୀ ଲକ୍ଷେ ବରଷ ଭୋଗ କରି ଜମ୍ବୁଦ୍ୱୀପରେ ରାଜା ହୋଇ ବିବିଧ ଭୋଗ ସେ ଭୁଞ୍ଜଇ ପୂର୍ବଚିତ୍ତି ଗର୍ଭ ସମ୍ଭୂତ ହୋଇଲେ ଅଗ୍ନିଧ୍ରୁର ସୁତ ଇଳାବୃତ ଯେ ହରିବର୍ଷ ନାଭିରମ୍ୟକ କିଂ ପୁରୁଷ ଭଦ୍ରାସ କୁରୁ ହିରଣ୍ମୟ କେତୁ ମାଳ ଯେ ସେ ତନୟ ବରଷ ବରଷ କେତାର ହୋଇଲା ଏ ନବକୁମର ଗୃହକୁ ତେଜି ପୂର୍ବଚିତି ବ୍ରହ୍ମାର ଚରଣେ ସେବନ୍ତୀ ମାତାର ପୁଣ୍ୟ ବଳୁ କରି କୁମରେ ଧର୍ମକୁ ଆଚରି ପିତା ବିଭାଗ ଅନୁମତେ ଜମ୍ବୁଦ୍ୱୀପକୁ ଯଥୋଚିତେ ଭୋଗ ଯେ କଲେ ଏ କୁମରେ ପିତାର ଆଜ୍ଞା ଘେନି ଶିରେ ଏଥୁ ଅନ୍ତରେ ପୁଣ ପୁଣ ହୋଇଲା ଅଗ୍ନିଧ୍ର ରାଜନ କିଛି ଦିନର ସେ ଅନ୍ତରେ ରାଜାଧିକାର ପାଇ ତାରେ ପିତା ପିତୃଲୋକ ଅନ୍ତରେ ପୁତ୍ରତା ବିଭାଏ ସଂସାରେ ମେରୁର କନ୍ୟା ମାନେ ଯେତେ ବିଭା ହୋଇଲେ ବେଦ ମତେ ମେରୁ ଦେବୀ ଯେ ପ୍ରତିରୂପା ଲତା ଗମ୍ୟା ଯେ ଉଗ୍ର ଦ୍ରଷ୍ଟା ବେଦାଧିପତି ନାରୀ ଶ୍ୟାମା ଭଦ୍ରା ସହିତେ ନବକନ୍ୟା ଏ ନବକନ୍ୟା ବିଭା ହେଲେ ବେଦୋକ୍ତ ମତେ ସେ ରହିଲେ କହଇ ବିପ୍ର ଜଗନ୍ନାଥ ଅଗ୍ନିଧ୍ର ସୁତଙ୍କ ଚରିତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାಂ ବୈୟାସିକ୍ୟାಂ ପଞ୍ଚମ ସ୍କନ୍ଧ ଅଗ୍ନିଧ୍ର ସୁତ ଚରିତେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ ଶ୍ରୀଶୁକ ଉବାଚ ଅଗ୍ନିଧ୍ର ସୁତଙ୍କ ମଧ୍ୟରେ ନାଭିର ପୁତ୍ର ନୋହିବାରେ ଇଚ୍ଛା ହୁଇ ପୁତ୍ର ଠାରେ ପତ୍ନୀ ମେରୁ ଦେବୀର ଠାରେ ଭଗବାନ ଯଜ୍ଞ ପୁରୁଷେ ତାହାଙ୍କୁ ଭଜିଲା ବିଶ୍ୱାସେ ନାଭି ଯେ ଶୁଦ୍ଧ ଭାବ ଧରି ମନ୍ତ୍ରେ ଆହୁତି ହବି ଭରି ତାହାର ଶୁଦ୍ଧ ଭାବ କରି ଯଜ୍ଞେ ପ୍ରସନ୍ନ ନର ହରି ଭଗବାନ ଭକ୍ତ ଲକ୍ଷଣ ଯେ ଧର୍ମ ଆତ୍ମାର କାରଣ
ରାଜାର ସନ୍ତୋଷ ନିମନ୍ତେ ସ୍ୱଇଚ୍ଛା ଅତି ସୁଖ ଚିତେ ମନ ନୟନ ହୃଦ ଦେଶେ ଆନନ୍ଦ କଲେ ଯେ ପ୍ରକାଶେ ତେଜେ ବିରାଜମାନ ହୋଇ କୌସ୍ତୁଭ ମଣି ବିରାଜଇ ବିରାଜେ ମର୍କତ କୁଣ୍ଡଳ ନିର୍ମିତ ମୁକୁଟ ଶିରର ଯେ ଯଜ୍ଞ ବ୍ରତ ବିପ୍ରଙ୍କର ଉତ୍ସବ ହୋଇଛି ହୃଦର ନିର୍ଧନ ଗୃହେ ପାଇ ଧନ କୋଟି ନିଧି ପ୍ରାପ୍ତ ଯେ ସନ ତେମନ୍ତ ହୋଇ ଦ୍ୱିଜଗଣେ ଯଜ୍ଞରେ ଥିଲେ ଯଜମାନେ ପରମ ବ୍ରହ୍ମକୁ ସେ ପାଇ ନମିଲେ ଶିରେ କର ଦେଇ ଭୋନାଥ ପରମ କାରଣ ତୁମ୍ଭର ଆମ୍ଭେ ଭୃତ୍ୟଗଣ ସର୍ବପୂଜିତ ତୁ ଠାକୁର ସେବା ଯେ ଘେନ ତୁ ଆମ୍ଭର ଏତର ଚରଣାର ବିନ୍ଦେ ନମିବୁ ମନର ଆନନ୍ଦେ ତୋର ଭିଆଣ ଏ ଜଗତ ପ୍ରକୃତି ପୁରୁଷ ସଂଜାତ ତ୍ରିଗୁଣେ ଜୀବ ବନ୍ଦୀ ହୋଇ ଏ ଜୀବ ସଂସାରେ ଭ୍ରମଇ ସୃଷ୍ଟିର କର୍ତ୍ତା ଯେତେ ଜନ ସେ ସର୍ବ ତୋହର ଅଧୀନ ଭୋନାଥ ତୋହର ମହିମା ସଂସାରେ କେ କରିବ ସୀମା ସାକ୍ଷାତେ ନୁହଁ ଗୋଚର ଭୋ ପ୍ରଭୁ ରୂପ ଗୁଣ ତୋର ତୋହର ନାମ ଉଚ୍ଚାରଣ ସକଳ ପାପ ବିଧ୍ୱଂସନ ଅଖିଳ ବ୍ରହ୍ମାଣ୍ଡ ଠାକୁର ତୋ ନାଥ କରୁଣା ସାଗର ମଲ୍ଲିକା ଦୁର୍ବାଦଳ ସାର ପୂଜନ୍ତି ତୋହର ପୟର ତେଣେ ତୁ ପରମ ସନ୍ତୋଷ ପ୍ରସନ୍ନ ହୁଅ ହୃଷିକେଶ ଶିଶୁଙ୍କ ବୁଦ୍ଧି ଯେ ସନେ ତେମନ୍ତ ପ୍ରାୟ ଆମ୍ଭେମାନେ ପରମ ଦୟାଳୁ ସାଗର ରାଜାଙ୍କୁ ପ୍ରଭୁ ଦୟା କର ଏମନ୍ତ ସ୍ତୁତି ଶୁଣି ତୋଷ ଜଗତ ପ୍ରଭୁ ଯେ ଅଶେଷ ରାଜାର ଚକ୍ଷୁ ଯେ ଗୋଚରେ ହୋଇଲେ ଅତି ମନୋହରେ ପୁଣି କହନ୍ତି ଋଷିଗଣ ଭୋନାଥ ସାବଧାନେ ଶୁଣ ଜ୍ଞାନ ଆନନ୍ଦେ ପାପ ବହି ତୋ ପାଦ ପଦ୍ମ ଯୁଗ ଧ୍ୟାଇ ସେ ଆତ୍ମା ରାମ ମୁନି ଗଣେ ସେବନ୍ତି ତୋହର ଚରଣେ ଏ ତୋର ଗୁଣ ଜ୍ଞାନ ମାନ କରନ୍ତି ଅବିରତେ ଧ୍ୟାନ ତୁ ନାଥ ଅଖିଳ ଠାକୁର ପରମ ମଙ୍ଗଳର ଘର ଆମ୍ଭେ କିଙ୍କର ହି ନ ଜାନ କରିବୁ କାହିଁ ତୋ ସ୍ମରଣ ସକଳ କଳୁଷ ନାଶନ ନିର୍ମଳ ତୋ ଗୁଣ ଗାୟନ ଆମ୍ଭର ମରଣ ଦଶାରେ ତୋ ନାମ ହେବ କି ମନରେ ଏମନ୍ତ କୃପା ପ୍ରଭୁଙ୍କର ଅଖିଳ ବ୍ରହ୍ମାଣ୍ଡ ଠାକୁର ଏବେ ତୁ ଶୁଣି ଭାବଗ୍ରାହୀ ଏ ରାଜା ପୁତ୍ର କାମୀ ହୋଇ ତୋର ପ୍ରସାଦେ କୁମରେ ମାଗଇ ତୋର ସଦୃଶରେ ଏ ସର୍ବ ଭୋଗ ମୁଖ୍ୟ ପ୍ରଦ ସକଳ ଦେଉ ତୁ ଗୋବିନ୍ଦ ନିର୍ଧନ ପ୍ରାଣୀ ଯେ ସନେ ମାଗନ୍ତି ଧନବନ୍ତ ଜନେ ଏଥୁ ଅନ୍ତରେ ସେ ରାଜନ
ନିଶ୍ଚଳ ଚିତ୍ତେ କରେ ଧ୍ୟାନ। ଈଶ୍ୱର ମୁଖକୁ ସେ ଚାହିଁ ହରଷେ ବଚନ ବୋଲଇ। ଭୋନାଥ ପରମ ମଙ୍ଗଳ ପ୍ରସନ୍ନ ହୁଅ ଆଦି ମୂଳ। ଏ ତୋର ଚରଣାର ବିନ୍ଦ ଆଶ୍ରୟ ନ କରି ଗୋବିନ୍ଦ। ଏ ଭବ ସାଗର ଯେସନ ଯାହାରେ ନୁହନ୍ତି ଅଭିନ୍ନ। ତୋର ଚରଣେ ନ ଭଜନ୍ତି ଅଜ୍ଞାନେ ସଂସାରେ ପଡ଼ନ୍ତି। ସକଳ କର୍ତ୍ତା ତୁ ଈଶ୍ୱର ତୋର ଭିଆଣ ଏ ସଂସାର। ଅଖିଳ ବୃନ୍ଦାରକ ଗଣ ସେବନ୍ତି ସେ ପ୍ରଭୁ ଚରଣ। ଏମନ୍ତ ନାଭି ସ୍ତୁତି ଭଣି ଦେବାଧି ଦେବ ଶିରୋମଣି। ସଦୟେ ଚାହିଁ ଭଗବାନ କହନ୍ତି କୋମଳ ବଚନ। ଶ୍ରୀ ଭଗବାନ ବାଚ ହେ ସର୍ବ ମୁନି ଜନ ଯେତେ ସ୍ତୁତିରେ ବସ କଲ ମତେ। ମୋହର ରୂପ ତ ପାର କି ରୂପେ ହୋଇବି କୁମର। ତପସ୍ୟା ବ୍ରହ୍ମ ବାକ୍ୟମାନ ବିଅର୍ଥ ହୋଇବ କେଶନ। ବ୍ରହ୍ମାର କୂଳ ଏ ହୁଇ ମୋହର ପାଳିବା ଯୋଗାଇ। ଏବେ ମୁଁ ପୁତ୍ର ରୂପ ହୋଇ ଅଂଶରେ ଅବତରିବଇଁ। ରାଜାର ହିତେ ମୁନିଗଣ ଶୁଣିଲେ ମନ୍ତ ବଚନ। ଏତେ କହିଣ ନାରାୟଣ ଅଗ୍ନିରେ ହେଲେ ଅନ୍ତର୍ଧ୍ୟାନ। ଏମନ୍ତେ ମୁନିଗଣ ହେରି ପ୍ରସନ୍ନ କରାଇଲେ ହରି। ରାଜାର ପ୍ରିୟ ଭାବ ହୋଇ ସେ ପ୍ରଭୁ ମେରୁ ଦେବୀ ଠାଇଁ। ସଂସାରେ ଧର୍ମ ଆଚରଣ ଅବତରିଲେ ନାରାୟଣ। କହଇ ବିପ୍ର ଜଗନ୍ନାଥ ରାଜା ଯଜ୍ଞ ସ୍ତୁତି ଚରିତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ବୈୟାସିକ୍ୟାं ପଞ୍ଚମସ୍କନ୍ଧେ ରାଜା ଯଜ୍ଞ ସ୍ତୁତି ଚରିତେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ। ଶ୍ରୀ ଶୁକ ଉବାଚ ଏଥୁ ଅନ୍ତରେ ଶୁଣ ରାଏ ନାଭିର ହୋଇଲା ତନଏ। ଯେତେ ଲକ୍ଷଣ ବିଷ୍ଣୁ ଠାରେ ସକଳ ଅଛି ସେ କୁମରେ। ଶାନ୍ତି ବୈରାଗ୍ୟ ଗୁଣ ଯେତେ ଐଶ୍ୱର୍ଯ୍ୟ ଆଦି ଏ ସମସ୍ତେ। ଅତି ସମ୍ପତ୍ତି ବହୁ ଧନେ ପାଳିତ ହୁଏ ପ୍ରତିଦିନେ। ବଢ଼ଇ ସୁତ ଅନୁଦିନେ ଶୁକ୍ଳ ପକ୍ଷରେ ଚନ୍ଦ୍ର ଯେହ୍ନେ। ଅମାତ୍ୟ ପ୍ରିୟ ଜନ ଯେତେ ଦେବତା ବ୍ରାହ୍ମଣ ସହିତେ। ଅବନି ତଳେ ଯେତେ ଜନେ ସାନନ୍ଦ ହେଲେ ସର୍ବେ ମନେ। ତାହାର ବଳ ବୀର୍ଯ୍ୟ ଗୁଣ ଅତି ଅଦ୍ଭୁତ ସେ ଲକ୍ଷଣ। ଦେଖି ତା ରୂପ ଯୌବନ ପିତାରୁ ସଭ ଦେଲେ ନାମ। ପୂର୍ବେ ତାହାର ସଙ୍ଗତରେ ବିବାଦ କଲେ ପୁରନ୍ଦରେ। ଯେ ଭଗବାନ ଯୋଗେଶ୍ୱର ଋଷଭ ନାମଟି ତାହାର। ଆପଣା ମାୟା ଯୋଗ ବଳେ ଇନ୍ଦ୍ରକୁ ନିଧନ ସେ କଲେ। ନାଭି ଯେ କର୍ମ ମାନ ଦେଖି
ଲୋତକ ପୂର୍ଣ୍ଣ କଲା ଆଖି, ବିକଳେ ଗଦ ଗଦ ହୋଇ, ମନ୍ଦ ମଧୁରେ ସେ ବୋଲଇ, ଯେ ଭଗବାନ ଯୋଗେଶ୍ୱର, ପୁରାଣ ପୁରୁଷ ଠାକୁର, ମାୟାର ଅଂଶେ ରୂପ ହୋଇ, ଯେ ଲୀଳା ଶରୀରେ ବହଇ, ତାହାକୁ ପୁତ୍ର ଭାବ କରି, ବଦନେ ବଚନ ଉଚାରି, ସ୍ନେହ ଭାବରେ ସେ ଭଜିଲା, ପରମ ସୁଖ ସେ ପାଇଲା। ଏଥୁ ଅନ୍ତରେ ନୃପମଣି, କୁମର ବୁଦ୍ଧି ବଳ ଜାଣି, ଆତ୍ମୀୟ ବ୍ରାହ୍ମଣଙ୍କୁ ରାଇ, ରାଜାର ପଣ ପୁତ୍ରେ ଦେଇ, ସେ ମେରୁ ଦେବୀ ପତ୍ନୀ ତାର, ସଙ୍ଗତେ ଘେନି ନୃପବର, ବଦରି ଆଶ୍ରମେ ରହିଲା, ପରମ ତପ ଆଚରିଲା, ସୁହୃଦ ଭାବେ ସେ ରାଜନ, ଚିନ୍ତଇ ପ୍ରଭୁ ଭଗବାନ, କେତେ ଦିନ ତପ କଲା, ଅନ୍ତେ ସେ ମୁକ୍ତି ଲଭିଲା, ତାହାର ଯେତେ ପୁଣ୍ୟନ୍ତରେ, ଗାୟନ କରନ୍ତି ସଂସାରେ, ଏମନ୍ତ ସଂସାରେ କେହେବ, ନାଭିର ପୁଣ୍ୟ ଆଚରିବ, ଯାହାର ଶୁଦ୍ଧ ଭାବୁ କରି, ପୁତ୍ର ହୋଇଲେ ନର ହରି, ସେ ରାଜା ବିପ୍ରେ ଭକ୍ତି ବହି, ଯଜ୍ଞେ ପୂଜିଲେ ଭାବଗ୍ରାହୀ, ଯଜ୍ଞରେ ପ୍ରଭୁ ଚକ୍ରଧର, ହୋଇଲେ ନୟନ ଗୋଚର। ଏଥୁ ଅନ୍ତରେ ନୃପ ଶୁଣ, ସେ ଯେ ଋଷଭ ଭଗବାନ, ଗୁରୁକୁଳଙ୍କୁ ବଶ କଲେ, ଲୋକରେ ଧର୍ମ ଦେଖାଇଲେ, ସମସ୍ତ ବିଘ୍ନ ପୂର୍ଣ୍ଣ କରି, ଗୁରୁଙ୍କ ଆଜ୍ଞା ଶିରେ ଧରି, ଗୃହସ୍ଥ ଧର୍ମ ଆଚରଣ, କରନ୍ତି ସଂସାର କାରଣ, ଗୁରୁ ସନ୍ତୋଷେ ଦେଲେ ବର, ହୋଇବ ସତେକ କୁମର। ଏମନ୍ତ ଗଲା କେତେ ଦିନ, ଋଷଭ ରୂପେ ଭଗବାନ, ବେଦ ଉଚିତ କର୍ମ ରୂପେ, ବିଭା ହୋଇଲେ ଯଥୋଚିତେ, ପୂର୍ବରେ ଇନ୍ଦ୍ରର ଦୈବତ, ଐଶ୍ୱର୍ଯ୍ୟ ଆଦି ଯେ ରହିତ, ତହିଁ ବିବିଧ ଭୋଗ କରି, ଆନନ୍ଦେ ସଂସାର ବିହରି, ଯଥା କାଳରେ ତାହାଙ୍କର, ହୋଇଲା ସତେକ କୁମାର, ଏହାଙ୍କ ମଧ୍ୟେ ମହାବୀର, ଶ୍ରେଷ୍ଠ ଯେ ଭରତ କୁମାର, ଏ ଭୂମି ଯାହାର ନାମରେ, ଭାରତ ହୋଇଲା ସଂସାରେ, ଏ ନବତାର ଯେ ଅନ୍ତରେ, ହୋଇଲେ ଋଷଭ କୁମାରେ, ଯେ ଇଳାବର୍ତ କୁଶାବର୍ତ, ଇନ୍ଦ୍ରସ୍ତୁକ ଯେ ବ୍ରହ୍ମାବର୍ତ, ମଳୟ କେତୁ ଯେ ନନ୍ଦନ, ବିଦର୍ଭ ଆଉ ଭଦ୍ରସେନ, ବିକଟ ଆଦି ନବପୁତ୍ର, ପଛେ କହିବା ତା ଚରିତ, ଭରତ ଅନୁଜ ସେ ନବ,
ଶୁଣ କହିବା ରାଜଦେବ। ପ୍ରବୃଦ୍ଧ ଯେ ପିପଳାୟନ ଦ୍ରାବିଡ଼ ଆବିର୍ହୋତ୍ର ନାମ। ଚମସ ଅନ୍ତରିକ୍ଷ କବି କର ଭାଜନ ଆଉ ହବି। ଏ ନର ଶ୍ରେଷ୍ଠ ଭାଗବତ ପବିତ୍ର କଲେ ଏ ଜଗତ। ପୂର୍ବେ ବସୁଦେବ ନାରଦ ଦେଇଅଛନ୍ତି ଯେ ସମ୍ବାଦ। ସେଠାରେ ବର୍ଣ୍ଣିବା ସମସ୍ତ ଶୁଣ ରାଜନ ପରୀକ୍ଷିତ। 81 ପୁତ୍ରଙ୍କ ଚରିତ ଶୁଣ କହିବା ଏକ ଚିତ। ଶ୍ରୋତ୍ରିୟ ସୁଶୀଳ ମହାନ୍ତ ପିତାର ଆଜ୍ଞାରେ ସେ ରତ। ସାତ୍ୱିକ କର୍ମରେ ନିପୁଣ ସଂସାରେ ହୋଇଲେ ବ୍ରାହ୍ମଣ। ଏ ଅନନ୍ତରେ ଯେ ଈଶ୍ୱର ଋଷଭ ନାମେ ଯୋଗେଶ୍ୱର। ସେ ନିତ୍ୟ ଅବୟ ଅନନ୍ତ ପରମାନନ୍ଦ ଯେ ନିବୃତ୍ତ। ମାୟାର ବଳେ ଦେହ ଧରି ଅନେକ କାଳ ସେ ବିହରି। ଧର୍ମ ଆଚରି ଶିକ୍ଷା ଗୁଣ ଦିଅନ୍ତି ପ୍ରଜାଗଣେ ଦାନ। ପରମ ଦୟାଳୁର ଗୁଣ ସର୍ବଭୂତରେ ମିତ୍ରପଣ। ପ୍ରତିପାଳନ୍ତି ପ୍ରଜାଜନ ପୁତ୍ରକୁ ପିତା ହିଁ ଯେ ସନ। ସେହି ପ୍ରକାରେ ନୃପବର ପାଳନ କରନ୍ତି ସଂସାର। ଉତ୍ତମ କାଳେ ଶୁଦ୍ଧ ଜଳେ ନାନା ସମ୍ଭାରେ ସେ ନିଶ୍ଚଳେ। ଅତି ସମ୍ପତ୍ତି ଅନୁକ୍ରମେ ଯଜ୍ଞ କରନ୍ତି ଶୁଦ୍ଧ ମନେ। ଏମନ୍ତ କଲେ ଯଜ୍ଞ ସତ ବେଦ ଉଚିତ ଯଥୋଚିତ। ଋଷଭ ପରି ପାଳେ ମହି ଏମନ୍ତେ କେ ଅବା ଅଛଇ। ଦରିଦ୍ର ହିଂସା ଖଳ ଆଦି ଅବିଦ୍ୟାବନ୍ତ ଯେ ପ୍ରସିଦ୍ଧି। ବିଦ୍ୟା ପ୍ରାର୍ଥନା ଯେ କରଇ ଏମନ୍ତ ଜନ କେହି ନାହିଁ। ଭକ୍ତି ବିଭିନ୍ନ ବିନୁଆନ ଅନ୍ୟ ନ ବାଛନ୍ତି ସେ ଜନ। ଏବେ ହୋ ଶୁଣ ସାବଧାନେ ଋଷଭ ବୋଲି ଏକ ଦିନେ। ବ୍ରହ୍ମାର ସଭା ମଧ୍ୟେ ଯାଇ ତନୟ ମାନଛନ୍ତି ଯହିଁ। କୋମଳ ମଧୁର ବଚନ ଶିକ୍ଷା ଲଭନ୍ତି ସେ ରାଜନ। କହନ୍ତି ହିତ ବାକ୍ୟମାନ ଶୁଣନ୍ତି ଯେତେ ସଭାଜନ। କହଇ ଜଗନ୍ନାଥ ଦାସ ଋଷଭ ନାରାୟଣ ଅଂଶ। इति श्रीमद्भागवते महापुराणे पारमहंस्यां संहितायां 82 पंचमस्कन्धे ऋषभचरिते नाम 4th अध्याय।